ଉପରେ ଆଧାରିତ ଦେଖିବା ଉଭୟ ତ କହୁଛ ବହୁତ ପାଠ ପଢିଛୁ କହିଲେ ସରିବନି ବଢିଆ କଥା ଯେତେ ଅର୍ଜନ କରିବ ଅର୍ଜନଟା ସରେନି କିନ୍ତୁ ଗର୍ଜନଟା କେବେ ସରିବନି ମନେ ରଖିଥାନ୍ତୁ ଗର୍ଜନଟା କେବେ ପାଇବନି ଗର୍ଜନକୁ ପାଇବନି ଅର୍ଜନ କେବେ ସରିବନି ସୁନ୍ଦର କଥା କହୁଛି ମୁଁ ନାବିକ ହିସାବରେ ମୁଁ ନାବିକ ହିସାବରେ ଗୋଟେ ଜାଲ ଧରିକି ଆସିକି ନଦୀରେ ପକେଇଦେଲି ଯଦି ପକେଇଦେଲି ଗୋଟେ ମାଛ ଧରିଲି ବଟ ଖାଳେଇ ଗୋଟେ ବଟ ଖାଳି ଦେଖିଲି ମାଛଟା ସେ ଖାଳେଇରେ ଭର୍ତ୍ତି କଲି ଆଉ ଥରେ ପକେଇଲି ଗୋଟେ କଇଁଛ ପାଇଲି ସେଇ କଇଁଛଟାକୁ ସେଇ ଖାଳି ଭିତରେ ଭର୍ତ୍ତି କରିଦେଲି से कइंछ माछ एमिति माट बड़ हैला जे मो खाळेई भांगी गला बुझ पले तो कइंछ को माछ माट हेले से केमिति मारले कोन पई माट हेले ए मूर्ख जानिनी तेनु प्रथम माछ मु गाइबी के तुम आरंभ करो देखि थोड़ा टिका होछ कइंछ बुझ पले तो प्रथम माछ मानी तमे हला माछ येले कइंछ माट होई पुराण भीतर आपा जीव आज्ञा हमकु कबो रोट के बहुत सुनेइलो आद्य अक्षर को लेके बहुत सुनेइलो एनो बड कवि माने लिखि जंतु तमर दोष नहे ना नहीं किंतु सेही संख्या को थरते कहिबो तोर को कथडा को सी आरंभ करला नहीं बढ़िया है एटा तंगारे अछि बोली तमे कहउछ ना आज्ञा नथले तमे कोड करथांतो कवि माने लिखि न तमे गाइलो ताकू छाड़ी देबो देखि पुराण भीतर तत्व अर्थरे जीवन के कइंछ आ माछ ले एपटे माछ करबो तमे आगो आरंभ करतेलो द्वितीय स्वर तमठा तमे माछ एपटे कइंछ करो ठीक 10 अवतार भीतर को आनिछि मने रखो 10 अवतार भीतर को मु आनिछि जो जो द्वितीय गोविंद 10 अवतार आरंभ करो विष्णु करो नहीं द्वितीयटा पुणी भूली छी टिके ते प्राइस पैसा मागना मागना को मोर तो 7 वर्ष होला पुणी 8 वर्ष होइबे लागि दिबो बंचिता पर्यंत मको भाई छाड़िबोनी मते क्या कहबी तमे गिरीश सरस ये मानस आपण समूह मानस केते मानस गिरीश केते माने नहीं गिरीश केते खरीदी छोटा छोटे माछ के कइछ नमस्कार करो नमस्कार मारी राम को प्रश्न सामने हेले तीन कोई आमी गले तले हमर 8 वर्ष रे बड़ मोय छुआडा हेले भी तुम सके के ना हेले बिया मन होजी मिन हां एवं हां के संगाते तो नै हां कर करी मन होजी आज्ञा मिन जेतो कइंछ काहे करिबा विवेक कइंछ करिबा मन एवं विवेक भितरे दुटा हबो पुदरे पडी अरे विवेक संगाते हो बाकी ये विवेक बोली देखो कोनरे विवेक बोली ये मन मिनो श्रेष्ठ पड़ा जगत जाना है विवेक बोली ये मन जहाँ चाहूँ ताई प्राप्त हुई
কইছ কাই পদ আইলা যে কেতি বে কোন ছগলি পরা দেখি ଆଉ না না କଟାଡେ বেশি ইয়ে গুরু জ্ঞান ঘর পাঠরে বাবা ପୁଣି ହେଇଗଲା মুই প্রকৃত পাঠ ন পড়ি পারে কিন্তু মু জোড়া গাইবি পুরা সেন্টার রে বাজিব সেন্টার রে মধিয়া এ তুমি জানি না অচমা বাগটা এ তুমি জানি না এ ভাই জো রণিয়া ভাই এ তুমি জানি না অচমা বাগটা এ খালি মিছরে হেউছ রাগটা তোমা মোহন দেখিলে জনা পড়ছি পরে তুমি মনে হউছ হ্যাঁ জানতালা রে রহ প্র পুরা খাই যাবে যে এ তুমি জানি না অচমা বাগটা খালি মিছরে হেউছ রাগটা মাছ তরকারি রাঁধি নজাইল মাছ তরকারি রাঁধি নজাইল পকায়ে যাইছ সাগটা তুমি জানুনা অচমা বাগটা এ খালি মিছরে হেউছ রাগটা ଶୁଣ ମାଛ ଭଗବାନଙ୍କର ଗୋଟେ ଅବତାର ଥିଲା ମତ୍ସ୍ୟ ଅବତାର ଶୁଣ ମାଛ କିନ୍ତୁ ତତ୍ତ୍ୱ ଭିତରେ ମାଛ କାହାକୁ କୁହାଯାଏ ପ୍ରଥମେ ଜାଣ ଗୁରୁ ଜ୍ଞାନଙ୍କର ପାଠ କଷ୍ଟ କର ଟେଙ୍ଗା ଦେଖେଇଲେ ଭଲ ଭଗବାନ ମଙ୍ଗଳ କଲେ ପରେ ମୋର ଫାଷ୍ଟ ଖାଲି ପଇଲା ନହେଲେ କହିଲେ ମାତାର ଚାରି ଛଜାତ ହେଲେ ସେ ମାଛ ନାମେ ଖ୍ୟାତ ଏହି ମାଛଟି ତୁନ ନିରାମିଷ ଘରେ ରହ ଶୁଣ ମାଛ ମାଛ କାହାକୁ କୁହାଯାଏ କହିଲେ ମା ଯୁକ୍ତକ ଛଇ ଯୁଗାଲଟୁ ମାଛ ମାତାଙ୍କର ରଜରୁ ଛଅଟା ଜିନିଷ ଯୋଉ ବାହାରେ ଯୋଉ ଉତ୍ପନ୍ନ ହୁଏ ଇଜୁକାଲଟୁ ହେଇଛି ମାଛ କବି କହିଲେ ମାତା ରଜରୁ ଯୋଉ ଛଅଟା ଜିନିଷ ଜାତ ହେଇଛି ତାକୁ ଖାଅନି ନିରାମିଷ ଖାଅ କିନ୍ତୁ କଇଁଛକିରା କହିଲା ନା 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 ମୁଁ ନିରାମିଷ ଖାଇବା ଲୋକ ନହୁଁ ମୋକେ ଚାଫଚା ଯାଇ 30 ଡିଗ୍ରୀ ମୁଁ ମାଛ ଖାଇବି ତେଣୁ ମନେ କର ମୁଁ ପ୍ଲଟ ଜାଣିନି କିନ୍ତୁ ଗାଈ ବିଷ କନ୍ଦାକୁ ମରି ପାରିବ ତେଣୁ ଏଇଥିପାଇଁ ସେ ଇଏ ମାଛ କହିଲା ନିରାମିଷ ଅଙ୍ଗରେ ରହ କଇଁଛ କହିଲା ମୁଁ ଆଇଁଷ ଖାଇବି ଇଏ କହିଲା ନିରାମିଷ ଖା ଇଏ କହିଲା ମୁଁ ଆଇଁଷ ଖାଇବି ତେଣୁ ଯୁଦ୍ଧ ହେଲା ଖାଳିଟି ଫାଟିଲା ଯୋଉ ଯୁଦ୍ଧ ହେଲା ଅଭିରାମ କହିଲେ ଜଳରୁ ଜାତ ହୁଅନ୍ତି ଯେହି ବେଦ ପହଇ ମାଛ ଏହି କଇଁଛ କହିଲା କେ ଜଳରୁ ତ ସିଏ ଜାତ ସିଏ ମାଛ ଅଭିରାମ ପରମହଂସ କହି ଦିଆକୁ ଖାଅନି ଯୋଉ କଲିଟା ହେଲା ସେ କହିଲେ ମାଟ ହେଲା ଭିତରେ ଇ ଅବଜେକ୍ସନ କଲା ହେଲୋ ଆଜ୍ଞା ଖାଲି କହିଦେ ଶୁଣ କହିଲେ ଆତ୍ମା ଅବିନାଶୀ ହେବାରି ବିନାଶ ନହି ହୋଇ ଏହି ଜ୍ଞାନକୁ ଥକେ ଧରି ମାଛ ମାରନ୍ତି ଯାଇ ଅବିନାଶୀ ହେବାରି ବିନାଶ ନହି ହୋଇ ଏହି ଜ୍ଞାନକୁ ଥକେ ଧରି ମାଛ ମାରେ ମୁଁ ଯାଇ
ସେ କହିଛନ୍ତି ମାଛ ଆଉ କଇଁଛ କଳି ମାନେ ମାଛ ବଡ ନା କଇଁଛ ବଡ। ଭଗବାନଙ୍କର ଯୋଉ 10ଟା ଅବତାର ହେଇଥିଲା କଶ୍ୟପ ରୂପ ଧାରଣ କରିଥିଲେ ନା ନାହିଁ? କରିଥିଲେ। ମତ୍ସ୍ୟ ରୂପ ଧାରଣ କରିଥିଲେ। ତେଣୁ ମାଛଟା ସଂସାରରେ ଆଦ୍ୟ ସୃଷ୍ଟି ହଉଛି ମାଛ। ଭକ୍ତ ଚରଣ ଦାସ ଲେଖିନାହାନ୍ତି ଏ ମନବୋଧା 34 ନାହିଁ? ପ୍ରଥମ ମାସେ ତୁଜେ ହେଲୁ ଧବଳ ବର୍ଣ୍ଣ, ଦ୍ୱିତୀୟ ମାସେ ତୁଜେ ଜଳେ ଜେସନେ ମିନ। ଏ ସୃଷ୍ଟିର ଆରମ୍ଭରୁ ରୂପ ଧାରଣ କଲେ ମିନ। ତେଣୁ ମୁଁ ମାଛ ବଡ ନା ସୃଷ୍ଟିର ଆଦ୍ୟରେ ରୂପ ଧାରଣ କଲେ ମିନ। ସେ ବଡ କଥାଟା କହିନାହାନ୍ତି ସାର୍ କହିଲେ ମାଛ ଆଉ କଇଁଛ। ଶୁଣ ଆପଣଙ୍କର ଆରମ୍ଭ କରିବାଟା ଭୁଲ ହଉଛି। ପ୍ରଥମରେ ଭୁଲ ହେଲା ଆପଣ ଅବଜେକ୍ସନ କଲେ, ଏବେ ଭୁଲ କଲେ ଆପଣ ଅବଜେକ୍ସନ କଲେ। ନାଇଁ ଶୁଣ କଥାଟା ଉପରେ ବୁଝ। ସାର୍ କହିଲେ ଯେ ମାଛ ଆଉ କଇଁଛ ଖାଳି ଭିତରେ ପକେଇଦେଲେ। ଖାଲି କଳି କହିଛନ୍ତି, ବଡ କିଏ ବୋଲି କହିନାହାନ୍ତି। ନାଇଁ ଆମେ ଆଜ୍ଞା କଳି ମାନେ କଣ? ନିଜର ବାହାଦୁରୀ ନିଜେ କହିବା ଆଗ କଳି ନୁହଁ। ଆମେ ଯୋଉ ବାଟରେ ନିଜର ବାହାଦୁରୀଟା ନିଜେ କହିବା କଳି। ତମ ଭାଗ ଥିଲା କଇଁଛ, ତମେ ଖାଲି ମାଛ ବିଷୟରେ ଗାଇଲ। ତମ ଭାଗଟା ମୁଁ ମାଛ ଥିଲା। ମୁଁ ମାଛକୁ କଳି କଲି ଯେ ନାଇଁ କଳି କଲ ଯେ କଥାଟା ବୁଝ ବିଶ୍ୱାବୁ। ଭବିଷ୍ୟତରେ 2 ଜଣ ଆମ ଦଣ୍ଡ ଜଗତରେ ଉଜ୍ଜଳ ତାରକା 4-5ଟି ବାହାରିଯିବ। ଆଗ ପ୍ରଥମେ କଥାଟା ବୁଝିବ। ସାର୍ କହିଛନ୍ତି ଯେ ମାଛ ଏବଂ କଇଁଛ ଜାଲ ପକେଇକି ମୁଁ ଖାଳି ଭିତରେ ପକେଇଦେଲି। ମାଛ କହିଲା ମୁଁ ବଡ, କଇଁଛ କହିଲା ମୁଁ ବଡ, 2 ଜଣ ଯାକ ଭିତରେ କଳି କଲେ। ଆମେ କଳିଟା କଣ ପାଇଁ ହୁଅନ୍ତି କି? ନିଜର ଗାରିମା। ତେଣୁ ସତ୍ୟ ଯୁଗରେ ବା ତ୍ରେତୟା ଯୁଗରେ, ଦ୍ୱାପର ଯୁଗରେ, କଳି ଯୁଗରେ ମାଛଟା କେତେ ଜାଗାରେ ବଡ ହେଇଛି, କଇଁଛଟା କେତେ ଜାଗାରେ ବଡ ହେଇଛି। এই 2ଟା କଥା ଯଦି ମୁଣ୍ଡକୁ ନେଲ 2 ଜଣ ଯାକର ଗାରିମା ଆରମ୍ଭ ହେଲେ କଳି ଆରମ୍ଭ ହେଲା। ଏଇଟା ହଉଛି କଥା। ଇଏ ଗିରିଶ ବାବୁ ଦେଖ ଗୋଟେ କଥା, ୟାର କିଛି ସମୟ ପରେ ଗୋଟେ ଜାଣିବ। ମୁଁ ଯୋଉ କଥା କୁହେ, କଥା ଭିତରେ ସବୁ ଯିଏ ବୁଝିପାରିବ ସେ ବୁଝିପାରିବ। ମୁଁ କହିଛି ମୋ ଖାଳେଇଟା ଭାଙ୍ଗିଗଲା, କିନ୍ତୁ ମାଛର କିଛି କ୍ଷତି ହେଇନି, କଇଁଛର କିଛି କ୍ଷତି ହେଇନି। ତେଣୁ ଚିନ୍ତା କର, ମୁଁ ବଡ କଥାଟା କହିଛି ନା ନାହିଁ? ସେଇଠି ବୁଝ କଥାଟାକୁ ଆଗ ବୁଝିବ, ତାପରେ ବୁଝିବା। ଠିକ ଅଛି। ତେଣୁ ମିନ କଣ କହିକି ବଡ ହେଇଛି, କଇଁଛ କଣ କରିକି ବଡ ହେଇଛି, ରହିଛି ପୁରାଣ ରହିଛି। ତେଣୁ ଆଗ ଏ କୁହନ୍ତୁ ମିନ କଣ କରିଛନ୍ତି ମତେ କୁହ। ଟିକେ ଟିକେ ଜାଣିଛୁ, ଆଉ ଯାହାହେଲେ ବି ଗାଇଥାନ୍ତୁ, କିନ୍ତୁ ବଡ ଜିନିଷଟା ଆଇଲାନି ଯୋଉ ଆମ ଓଲଟା ହଉ ଆଉ ଭାବୁଛି ତ ଜାଣିଦେଲେ ଜିନିଷଟାକୁ। ତେଣୁ ପ୍ରିପେୟାର ଫର ଅଦର ଷ୍ଟେଜ, ଅଲଗା ମଞ୍ଚ ପାଇଁ ପ୍ରସ୍ତୁତି ରହିଥାଉ। ହଁ ବନ୍ଦ କର, ବିଶ୍ରାମ ନେବ। ସଖୀ ନାଇଁ ଦେବେ ବିପଦ, ହଁ କରିଛି ମାନେ ଦେବେ। 2ଟା ସୁରଙ୍ଗ କାଟିଦେବି କିନ୍ତୁ ଦେବେ।